ଚାଷୀଙ୍କୁ ମିଳିବ ମାଗଣା 1045 ୟୁନିଟ୍ ମାଗଣା ବିଜୁଳି। ଚାଷୀଙ୍କ ପାଇଁ ଖୁସି ଖବର, ସରକାର ଦେବେ ମାଗଣା 1045 ୟୁନିଟ୍ ବିଜୁଳି। ଜାଣନ୍ତୁ କେମିତି। ୟୁପି ପାୱାର କର୍ପୋରେସନ ଦ୍ୱାରା ଏଥିପାଇଁ ଏକ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି। ଏହାର ଅର୍ଥ ହେଉଛି ବର୍ତ୍ତମାନ କୃଷକମାନେ ଜଳସେଚନ ପାଇଁ ମାଗଣା ବିଦ୍ୟୁତ୍ ପାଇବେ। ବଡ଼ କଥା ହେଉଛି 1045 ୟୁନିଟ୍ ବିଜୁଳି ମାଗଣାରେ ପାଇବେ ଚାଷୀ। ଜଳସେଚନ ପାଇଁ ମାଗଣା ବିଦ୍ୟୁତ୍ ଅଧୀନରେ ବୁନ୍ଦେଲଖଣ୍ଡର କୃଷକମାନେ ମାସକୁ 1300 ୟୁନିଟ୍ ଏବଂ ରାଜ୍ୟର ଅନ୍ୟ ଅଞ୍ଚଳରେ କୃଷକମାନେ ମାସକୁ 1045 ୟୁନିଟ୍ ମାଗଣା ବିଦ୍ୟୁତ୍ ପାଇବେ। ସେହି କୃଷକମାନେ ଯେଉଁମାନେ ମାର୍ଚ୍ଚ 31, 2023 ସୁଦ୍ଧା ସେମାନଙ୍କର ସମ୍ପୂର୍ଣ୍ଣ ବିଦ୍ୟୁତ୍ ବିଲ୍ ଦେୟ ସଫା କରିଛନ୍ତି, କେବଳ ସେମାନେ ଏହି ଯୋଜନାର ଲାଭ ପାଇପାରିବେ। ଯେଉଁ ଚାଷୀଙ୍କ ବିଲ୍ ଦୀର୍ଘ ସମୟ ପାଇଁ ଉଲ୍ଲେଖନୀୟ, ସେଥିପାଇଁ ସରକାର ଏହା ସୁଧ ଛାଡ଼ ଯୋଜନା ମଧ୍ୟ ଚଳାଉଛନ୍ତି। ଏହାର ଲାଭ ପାଇବାକୁ ହେଲେ କୃଷକଙ୍କୁ ଜୁନ୍ 30, 2024 ସୁଦ୍ଧା ପଞ୍ଜୀକରଣ କରିବାକୁ ପଡ଼ିବ। ପଞ୍ଜୀକୃତ ସମୟରେ ବକେୟା ବିଲ୍ର ପ୍ରାୟ 30% ଜମା କରିବାକୁ ପଡ଼ିବ। ତାପରେ ଆପଣ ଅବଶିଷ୍ଟ ରାଶି 1 ଲକ୍ଷ ଟଙ୍କା କିମ୍ବା କିସ୍ତିରେ ଜମା କରିପାରିବେ। ଆପଣ 1 ଲକ୍ଷ ଟଙ୍କା ଜମା ପରେ 100% ସୁଧ ରିହାତି ପାଇବେ। ଏଥିସହିତ ଯଦି ଦେୟ 3 କିସ୍ତିରେ ଜମା ହୁଏ, ତେବେ 90% ସୁଧ ରିହାତି ମିଳିବ। ଯଦି ଟଙ୍କା 6 କିସ୍ତିରେ ଜମା ହୁଏ, ତେବେ 80% ରିହାତି ମିଳିବ। ମାଗଣା ବିଦ୍ୟୁତ୍ ଯୋଜନାର ଲାଭ ପାଇବା ପାଇଁ ଚାଷୀଙ୍କ ପାଇଁ ଏକ ମିଟର କିମ୍ବା ସଂଯୋଗ ପାଇବେ ବାଧ୍ୟତାମୂଳକ ଅଟେ। ମାଗଣା ବିଦ୍ୟୁତ୍ ଯୋଜନା ପାଇଁ KYC ମଧ୍ୟ କରିବାକୁ ପଡ଼ିବ। ଅନ୍ୟ ସମସ୍ତ ସଂଯୋଗଗୁଡ଼ିକର ବିବରଣୀ ଏଥିରେ ଦେବାକୁ ପଡ଼ିବ। ଏହି ସଂଯୋଗରେ କେବଳ ଟ୍ୟୁବ୍ କୂଅ ଚଳାଇ ପାରିବେ। ଘରୋଇ ଉପକରଣ କେବଳ ଗୋଟିଏ ପ୍ରଶଂସକ ଏବଂ ଗୋଟିଏ LED ଲ୍ୟାମ୍ପ ଜଳାଇବା ଅନୁମତି ଦିଆଯିବ। ମାର୍ଚ୍ଚ 31, 2023 ପର୍ଯ୍ୟନ୍ତ ସମସ୍ତ ଦେୟ କ୍ଲିୟର କରିବା ପରେ ଏହି ଯୋଜନାର ଲାଭ